ଗୀତାରେ ଲେଖା ହେଇଛି ଶିବ ହିଁ ଗୁରୁ, ଗୁରୁ ହିଁ ଶିବ। ପୁଣି ତା ଓଲଟା ପୃଷ୍ଠରେ ଲେଖା ହେଇଛି ଶିବ ଯଦି ରୁଷ୍ଟ ହୁଅନ୍ତି କେବଳ ଗୁରୁ ରଖିପାରିବେ, ଗୁରୁ ରୁଷ୍ଟ ହେଲେ ଶିବ ରଖିପାରିବେ ନାହିଁ। ମତେ ଏଇ କଥାଟା ଟିକେ ସନ୍ଦେହ ଲାଗୁଛି। ଯୋଉ ସନ୍ଦେହ ହଉଛି ଯେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ହେଲା କି? ଆଜ୍ଞା। ତେଣୁ ଗୁରୁ ନିଜେ ହଉଛନ୍ତି ଶିବ ସ୍ୱରୂପ ହେଲା କି? ଆଉ ଶିବ ଯଦି ରୁଷ୍ଟ ହୁଅନ୍ତି ଗୁରୁ ରଖିବେ ଯୋଉ କଥା କହୁଛେ ଏ ଜାଗାରେ ଆମର ଶିବ ଏବଂ ଗୁରୁ ଏ ଦି ଜଣକୁ ଆମେ ପାର୍ଥକ୍ୟ ଭାବୁଛନ୍ତି ହେଲା କି? ତେଣୁ ତାଙ୍କର କହିବାର ଅର୍ଥ ହଉଛି ଏଇଆ, ଯଦି ବ୍ରହ୍ମା ବିଷ୍ଣୁ ଶିବ ବି ଯଦି ଆସନ୍ତି ଏପରିକି ଯଦି ସିଏ ବି ଯଦି ରୁଷ୍ଟ ହୁଅନ୍ତି ଗୁରୁ ଯଦି ଆମର ଶକ୍ତି ଥିବେ ସିଏ ତାକୁ ମାନେ ଖଣ୍ଡନ କରିଦେବେ। ଶିବ ରୁଷ୍ଟ ଏଠି ଶିବ ଯୋଉ ପାର୍ଥକ୍ୟ କହୁଛ ଗୁରୁ ବି ଶିବ କଣ ବୁଝିପାରିଲୁ କି? ଆଚ୍ଛା ମୁଁ ତ ସେ ଲେଖା ହେଇଛି ଯେତେ ମନ୍ତ୍ରାଧୀନ ସବୁ ଯାକ ହଉଛି ଶିବଙ୍କର ହଉଛନ୍ତି, ଶିବ ହଉଛନ୍ତି ଗୁରୁ ସର୍ବଶ୍ରେଷ୍ଠ। ହଁ ମୁଁ ବୁଝଉଛି ଶୁଣ, ଶିବ ଯଦି ରୁଷ୍ଟ ହୁଅନ୍ତି ଗୁରୁ ରଖିବେ, ତାର ଗୁରୁ ଯଦି ରୁଷ୍ଟ ହୁଅନ୍ତି ସେ ଗୁରୁ ହିଁ ରଖିବେ। ଗୁରୁ ଯଦି ଆମ ଉପରେ ରୁଷ୍ଟ ହୁଅନ୍ତି ସେଇ ଗୁରୁ କେବଳ ଆମକୁ ରକ୍ଷା କରିପାରିବେ ତାଙ୍କ ପାଖରେ ନ ପଶିଲେ। ଶିବ ଯଦି ଗୁରୁ ସହିତ ସମାନ, ଶିବ ଯଦି ରୁଷ୍ଟ ହୁଅନ୍ତି ଗୁରୁ ରଖିବେ, ଅର୍ଥାତ ଗୁରୁ ଯଦି ରୁଷ୍ଟ ହୁଅନ୍ତି ସେ ଗୁରୁ ହିଁ ରଖିବେ। ଗୁରୁ ଛଡା ବିଶ୍ୱ ବ୍ରହ୍ମାଣ୍ଡରେ ଆଉ କେହି ରଖିପାରିବେନି। ମନେ କରାଯାଉ ଗୁରୁ ଆମ ଉପରେ ରୁଷ୍ଟ ହେଇଛନ୍ତି। ନାଇଁ ମୁଁ କହୁଛି କି ବାମା, ମୁଁ ଯଦି ଶିବଙ୍କୁ ଗୁରୁ କରୁଛି ଶିବ ହିଁ ତାହେଲେ ସର୍ବଶ୍ରେଷ୍ଠ ଶକ୍ତିମାନ ନିଶ୍ଚିନ୍ତ। ଆଉ ଯୋଉ ମୁଁ କହୁଛି ଆଙ୍କର ଦୀକ୍ଷା ନିଗମାନନ୍ଦ ପରମହଂସଙ୍କର କଣ ହେଲା? ମୁଁ ତାଙ୍କର ଦୀକ୍ଷିତ, ମୁଁ ଭାବୁଛି ନିଗମାନନ୍ଦ ପରମହଂସଙ୍କର ଯାହା ଶିବ ସେଇଆ ନା ଅଲଗା କିଛି ଏଥିରେ? ନାଇଁ ଶିବ ଯିଏ ନିଗମାନନ୍ଦ ସିଏ। ମୁଁ ସେଇ ଗୋଟାକ ମତେ ସନ୍ଦେହ ଦୂର ଲାଗୁଛି ନା। ମୁଁ ସେଇଆ କଥା, ମୁଁ ଶିବଙ୍କୁ ତାଙ୍କୁ ନିଗମାନନ୍ଦଙ୍କୁ ପୂଜା କରୁଛି ଯାହା ତାଙ୍କୁ ଶିବ ରୂପରେ ହିଁ ପୂଜା କରିବି ନା। ହଁ କିଛି ଅସୁବିଧା ନାହିଁ। ତେଣୁ ଗୋଟେ କଥା ଶୁଣ, ମୁଁ ଯେତେବେଳେ ଯାଇଥିଲି ଡେରାଡୁନ ଯାଇଥିଲି ସେତେବେଳେ ରାମକୃଷ୍ଣ ପରମହଂସଙ୍କ ଆଶ୍ରମରେ ମୁଁ ରାମକୃଷ୍ଣ ଆଶ୍ରମରେ ମୁଁ ରହିଲି ହେଲା କି? ରହି ସାରିଲା ପରେ ଯେତେବେଳେ ତାଙ୍କର ଗୁରୁ ପୂଜା ହେଲା ମତେ ତ ଯିବା ପାଇଁ ପଡିବ। ଗଲି, ଯାଇ ସାରିଲା ପରେ ଗୁରୁ ପୂଜାରେ ଯେତେବେଳେ ଆଳତି ସରିଲା ପରେ ସମସ୍ତେ ଗୁରୁଙ୍କୁ ଜୁହାର ହେଲେ, କାହାକୁ? ରାମକୃଷ୍ଣଙ୍କୁ। ମୁଁ ବି ରାମକୃଷ୍ଣଙ୍କୁ ଜୁହାର ହେଲି। ହେଇସାରିଲା କଣ ଭାବିଲି ନା ସିଏ ମୋ ଗୁରୁ ଏଠି ରାମକୃଷ୍ଣ ରୂପରେ ଏଠି ରହିଛନ୍ତି। କଣ ବୁଝିଲେ? ଯଦି ଆମେ ତେଣୁ ମୁଁ ଭାବିବି ଯେ ଶିବ ମଧ୍ୟ ସେଇ ନିଗମାନନ୍ଦଙ୍କ ରୂପରେ ଆଇଛନ୍ତି ଆଉ କଣ? ବାସ୍, ନିଗମାନନ୍ଦ ମୋର ଶିବ ରୂପ ହେଇଛନ୍ତି। ମୋ ନିଗମାନନ୍ଦ ଶିବ ମନ୍ଦିରରେ ଶିବ ରୂପ, ବିଷ୍ଣୁ ମନ୍ଦିରରେ ବିଷ୍ଣୁ ରୂପ, ଆଉ ଅନ୍ୟ ଯେକୌଣସି ମନ୍ଦିରରେ ମୋ ଗୁରୁ ସେଇ ରୂପ ହେଇକି ଏଠି ରହିଛନ୍ତି। ମୁଁ ତାଙ୍କୁ ଜୁହାର କରୁଛି। ଏଇ ଭାବନା ଯଦି ରଖିପାରିବ ତାହେଲେ ଜଗତ ଗୁରୁମୟ ବୋଲିକି ଆମେ ଦେଖିପାରିବା ଏବଂ ସବୁଆଡେ ଆମେ ଆନନ୍ଦ ପାଇବା। ବୁଝିଲେ କି? ମୁଁ ସେଠି ଡେରାଡୁନରେ ଭାବିଥାନ୍ତି, ଆରେ ମୋ ଗୁରୁ ତ ଦୟାନିଧି, ଇଏ ତ ରାମକୃଷ୍ଣ, ମୁଁ କାହିଁ ଏଠି ଜୁହାର ହେମି? ଇଏ କଥା ଚିନ୍ତା କଲେ ଏଠି କଣ ହବ ନା ଭେଦ ଦୃଷ୍ଟି ହେଇଯିବ। ବୁଝିଲେ କି? ଆଉ ଗୋଟେ କଥା କହୁଛି ଶୁଣ, ଭେଦ ଦୃଷ୍ଟି ସୁଜୁ ଅଛି ଦୁଃଖର କଳ୍ପନା, ତାର ଅବ୍ୟର୍ଥ ଔଷଧ ଅଦ୍ବୟ ଭାବନା। ଜଣେ ସନ୍ନ୍ୟାସୀ ଆମ ଏଇ ଆଶ୍ରମ ଯେତେବେଳେ ନୂଆ ନୂଆ ଆସିଥାନ୍ତି, ଏଇ ଆଶ୍ରମ ପାଖରେ ରାମକୃଷ୍ଣ ପରମହଂସଙ୍କ ଦୀକ୍ଷିତ ଜଣେ ସନ୍ନ୍ୟାସୀ ଥାନ୍ତି, ପ୍ରହରାଜ ବାବା ବୋଲି ତାଙ୍କୁ କହନ୍ତି। ଆଚ୍ଛା, ଯେତେବେଳେ ମୁଁ ନୂଆ ନୂଆ ଆସିଲି ପ୍ରହରାଜ ବାବା ଶୁଣିଲେ ଯେ ବିଷ୍ଣୁର ବାବା କିଏ ଜଣେ ଆସିଛନ୍ତି, ସିଏ ଭଲ ଗୀତା କହୁଛନ୍ତି। ତେଣୁ କିଏ ଜଣେ ଭକ୍ତକୁ ପଠେଇଲେ ମୋ ପାଖକୁ, କହିଲେ ଯାଇନି ବାବାଙ୍କୁ ପଚାରିବ ସିଏ ଆମ ଗୁରୁଙ୍କ ପ୍ରସାଦ ପାଇବେ ନା, ଏଠି ଗୀତା ଆସିକି ଗୁରୁଙ୍କ ପ୍ରସାଦ ପାଇବେ ନା? ମୁଁ କହିଲି ଆରେ ଇଏ କଣ ଏକଥା କହୁଛନ୍ତି ଗୁରୁଙ୍କ ପ୍ରସାଦ ପାଇବି ନା? ମୁଁ କହିଲି ଠିକ ଅଛି, ହଉ ତାଙ୍କୁ କହିଦବ ଯା ସେ ପ୍ରହରାଜ ବାବାଙ୍କୁ, ସିଏ ଯଦି ଆମ ଗୁରୁଙ୍କ ପ୍ରସାଦ ପାଇବେ ମୁଁ ତାଙ୍କ ଗୁରୁଙ୍କ ପ୍ରସାଦ ପାଇବି। କଣ ଅସୁବିଧା କିଛି ନାହିଁ? ଅସୁବିଧା ତ କିଛି ନାହିଁ, ଏଇଟା ଠିକ କଥା। ଠିକ କଥା। ବାସ ମୁଁ ଏକଥା ତାଙ୍କୁ ଏଇ କଥାଟା କହିଲି। ଅର୍ଥାତ ଯଦି କାହାର ଧାରଣା ଥାଏ ଇଏ ମୋ ଗୁରୁ ସିଏ ତା ଗୁରୁ, ନାଇଁ ଗୁରୁ ସମସ୍ତଙ୍କ ଭିତରେ ସମାନ। ବାସ୍ ସେଇ କଥାଟା ଗୁରୁ ଏକ ଭେଦରେ ଅନେକ ପ୍ରକାର, କିଏ କୋଉ ତନ୍ତ୍ରବାଦରେ ଗୁରୁ, କିଏ କୋଉ ବାଦରେ ଗୁରୁ, କିଏ କୋଉ ବାଦରେ କଣ। ଆଜି ଆସିବ ସନ୍ଧ୍ୟାବେଳକୁ। ତେଣୁ କିଏ କୋଉ ବାଦରେ ସଂସାରରେ ଚାଲିଛି, ତେଣୁକରି ତା ଗୁରୁ ତାଠି ହିଁ ଶ୍ରେଷ୍ଠ, ମୋ ଗୁରୁ ମୋ ପାଖରେ ହିଁ ଶ୍ରେଷ୍ଠ। ସେଇ ମୁଁ ଯେତେବେଳେ ଗୀତାଟା କାଲି ପଢିଲି, ଆଜି ଦେଖିଲି ଗୁରୁ ଗୀତା, ସେଥିରେ ଲେଖା ହେଇଛି ସେଇଆ ପରା କହିଲି, ଶିବ ହିଁ ଗୁରୁ, ଗୁରୁ ହିଁ ଶିବ, ଶିବ ହିଁ
ସଂସାରର ମୁକ୍ତିଦାତା। ସବୁ ସବୁ ଶିବ ମୂଳ। ଗୋଟେ କଥା, ଶିବ ହେଲେ ସଂହାର କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା, ବ୍ରହ୍ମା ସୃଷ୍ଟି କର୍ତ୍ତା। ବୁଝିଲ? ଏଇ ତିନି ରୂପ ମଧ୍ୟ ଗୁରୁ ମଧ୍ୟ ପାଳନ କର୍ତ୍ତା, ଗୁରୁ ସୃଷ୍ଟି କର୍ତ୍ତା, ଗୁରୁ ମଧ୍ୟ ସଂହାର କର୍ତ୍ତା। ବୁଝିଲ ନା? ତେଣୁ ବ୍ରହ୍ମା ବିଷ୍ଣୁ ଶିବ ଉଭୟଙ୍କ କର୍ମ ଗୁରୁଙ୍କ ଠେଇଁ ଆମେ ପାଇବା। ହେଲା, ତିନିଟାଙ୍କ କର୍ମ ଗୁରୁ ପାଖରେ ହିଁ ଅଛି। ତେଣୁ କିଛି ଅସୁବିଧା ନାହିଁ। ତମେ ନିଷ୍ଠା ସହକାରେ ଆଗେ ଗୁରୁଙ୍କୁ ଧର, ସବୁ ପାଇବ। ହେଲା, ଆଗ ମୁଁ ତାହେଲେ କହିବା କଥା ନିଗମାନନ୍ଦ ପରମହଂସ ହିଁ ମୋର ସର୍ବଶ୍ରେଷ୍ଠ। ଆଉ କିଛି ଜାଣୁନି। ଶିବ ମନ୍ଦିରକୁ ଗଲେ ସେଇ ନିଗମାନନ୍ଦ ପରମହଂସ, ବିଷ୍ଣୁ ମନ୍ଦିରକୁ ଗଲେ ସେଇ ନିଗମାନନ୍ଦ ପରମହଂସ। ସବୁ ଏକା। ଆମେ ଯଦି ଗୁରୁଙ୍କୁ ପୀରା ଧଇଲେ ଆଉ କୋଉ ମନ୍ଦିରକୁ ଯିବା ଆବଶ୍ୟକ ନାହିଁ। ଗଲେ ବି କ୍ଷତି ନାହିଁ, ନ ଗଲେ ବି ଭୁଲ ନାହିଁ। ବୁଝିଲ ନା? ଆଜ୍ଞା, ତମେ ଚିନ୍ତା କର ନା, ଗୁରୁଙ୍କୁ ପୁରା ଧର, ଗୁରୁକୁ ନିକିଟିକି ସବୁ ଆମେ ପାଇବା। ତେଣୁ ସେଇଥିରେ ବି ଲେଖା ହେଇଛି, ଯୋଉମାନେ ପରମହଂସ ହିଁ ପ୍ରାପ୍ତ ସେଇମାନେ ପୂର୍ଣ୍ଣ ଅଭିଳାଷ କରିପାରିବେ, ଆଉ କେହି କରିପାରିବେ ନାହିଁ। ନା ନା, ଏଇଟା ସତ। ଗୁରୁ ଗୀତାରେ ସ୍ୱତନ୍ତ୍ର ଲେଖା ହେଇଛି, ଯୋଉମାନେ ପରମହଂସ ପ୍ରାପ୍ତ ହେଇଛନ୍ତି ସେଇମାନେ ହିଁ କେବଳ ଭକ୍ତ ମାନଙ୍କର ମନବାଞ୍ଛା ପୂର୍ଣ୍ଣ କରିବେ, ଅନ୍ୟ କେହି କରିପାରିବେ ନାହିଁ। କୌଣସି ଦେବାଦେବୀ, ସେ ଲେଖୁଛି 33 କୋଟି ଦେବତା ଗୁରୁଙ୍କର ପାଦ ତଳେ ହିଁ ଅଛନ୍ତି। ଗୁରୁ ଯଦି ସନ୍ତୁଷ୍ଟ ହେବେ ତାହେଲେ ସବୁ ଦେବାଦେବୀ ସନ୍ତୁଷ୍ଟ ହେବେ। ବାସ୍ ବାସ୍, ଠିକ ଠିକ, ସେଇଥିରେ ଲେଖା ହେଇଛି। ତେଣୁକରି ସେଇ ଜିନିଷ, ତେଣୁ ସେ ଲେଖା ହେଇଛି ଅଷ୍ଟଗୁଣ ନାଗ, ଦେବ, ଗନ୍ଧର୍ବ, କିନ୍ନର, ସୁର, ନର, ଯେତେ ନଦ ନଦୀ ଅଛନ୍ତି ସମସ୍ତେ ସେଇ ଗୁରୁଙ୍କର ପାଦ ତଳେ ହିଁ ବିରାଜମାନ। ହଁ, ନିଶ୍ଚୟ। ତେଣୁକରି ଗୁରୁ ଯଦି ସନ୍ତୁଷ୍ଟ ହେବେ ସର୍ବଦେବା ଦେବୀ, ଗୁରୁ ଯେତେ ଅସନ୍ତୁଷ୍ଟ ହେବେ କେହି ତମକୁ ରଖିପାରିବେ ନାହିଁ। ତ୍ରିଭୁବନରେ କେହି ବି ତମକୁ, ଶିବ ବ୍ରହ୍ମା ବିଷ୍ଣୁ ହେଲେ ବି ସୁଦ୍ଧା ତମକୁ ରଖିପାରିବେ ନାହିଁ। ସେଇ ଗୀତାରେ ଲେଖା ଅଛି। ମୁଁ ସେଇଥିପାଇଁ ପ୍ରଶ୍ନଟା କଲି ଆପଣଙ୍କୁ। ତାହେଲେ ଠିକ ଅଛି, ମୋର ସନ୍ତୋଷ ଦୂର ହେଇଗଲା। ଆଜ୍ଞା, ଜୟ ଶ୍ରୀରାମ।